ଦେବଦେବ ମହାଦେବଙ୍କ ଜାଗର ଯାତ୍ରା ଅବସରରେ ଓମ୍ ନମଃ ଶିବାୟ ମନ୍ତ୍ରରେ କମ୍ପି ଉଠିଛି ଶୈବପୀଠ। ସବୁଠି ଶୋଭିଛି ଶିବ ପଞ୍ଚାକ୍ଷରୀ। ଚଳଚଞ୍ଚଳ ହୋଇପଡ଼ିଛି ଶୈବପୀଠ। ପ୍ରଭୁଙ୍କ ପାଖରେ ଦୀପ ଜାଳି ନିଜର ମାନସିକ ପୂରଣ ପାଇଁ ଭକ୍ତମାନେ ମନ୍ଦିରରେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଗଣିଆ ବ୍ଲକର ରାଉତପଡ଼ା, ଗୁପ୍ତେଶ୍ୱର, ଡଙ୍ଗାରୀ ସାହି, ଗଣିଆ, ପତଣ୍ଡା, ଇନ୍ଦିପଡ଼ାଠାରେ ଥିବା ଶିବ ମନ୍ଦିରରେ ସନ୍ଧ୍ୟା ସମୟରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା, ବିଶେଷକରି ଗୁପ୍ତେଶ୍ୱର ମହାଦେବଙ୍କ ପୀଠରେ ଅୟନ ଫାଉଣ୍ଡେସନ ତରଫରୁ ଷଷ୍ଠ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ନାମଯଜ୍ଞ 2 ଦିନ ଧରି ଚାଲୁ ରହିଥିଲା। ଗଣିଆ ବ୍ଲକର ବିଭିନ୍ନ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ। ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଗୁପ୍ତେଶ୍ୱର ମହାଦେବଙ୍କ ପୀଠରେ ଦୀପଦାନ କରିବା ସହିତ ହରି ଏବଂ ହରଙ୍କ ନାମ ନେଇ ଭକ୍ତମାନେ ଆନନ୍ଦିତ ହେଉଥିବା ଜଣାପଡ଼ିଛି। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବ ସ୍ୱାଇଁ, ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବିଭୁ କୃପା ଲାଭ କରିଥିଲେ। ଅୟନ ଫାଉଣ୍ଡେସନ ମୁଖ୍ୟ ଟ୍ରଷ୍ଟି ପଙ୍କଜ କୁମାର ସାହୁ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ସେହିପରି ରାଉତପଡ଼ା ଶିବ ମନ୍ଦିର ଓ ଗଣିଆ ଶିବ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ମହାଦୀପ ଉଠିବା ସମୟରେ ହରିବୋଲ ହୁଳହୁଳିରେ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ବ୍ୟୁରୋ ରିପୋର୍ଟ, ମଣିଭଦ୍ରା ଖବର। ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା ଏବଂ ଭଲ ପାଇବାକୁ ପାଥେୟ କରି ମଣିଭଦ୍ରା ଖବର ୟୁଟ୍ୟୁବ୍, ଫେସବୁକ୍ ଏବଂ ପୋର୍ଟାଲରେ ତା'ର ସଫଳତା ବଜାୟ ରଖିଛି। ଏହାକୁ ଆହୁରି ଲୋକପ୍ରିୟ କରିବାକୁ ଇ-ପେପରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଆମକୁ ଏହିଭଳି ପ୍ରେରଣା ଏବଂ ସହଯୋଗ ଯୋଗାଇବା ସହିତ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ମଣିଭଦ୍ରା ଖବର, ସମ୍ପର୍କ ଜନତାର।